ଦେଖିଲେ ଶ୍ରୀକୃଷ୍ଣ ପାଦ ପଙ୍କଜାଶ୍ରିତ ଜଲେ ସୂର୍ଯ୍ୟୋପି ଖଦ୍ୟୋତ୍ତମ ଇନ୍ଦ୍ର ଭିକ୍ଷୁ ବୃହସ୍ପତି ଜଡ଼ା ଯଥା କନ୍ଦରପ ଦୃଶ୍ୟ କାପି କୀଟ କୁବେର ନିଧନ ପତି ଏରଣ୍ଡ କଳପଦ୍ରୁମ ସିନ୍ଧୁ ବିନ୍ଦୁ ହିମାଳୟ ଶିଳ କୋଣା ଅନ୍ୟତ୍ର କୋବା ଗଣା अन्यत्र खोबा गणा अन्यत्र कोबी गणा अन्यत्र पंडितोरा षडबाणास्पद पूज्य वंद्य नमस्य बेश विभु प्रेमी नाम प्रेमी आया साहित्य अनुरागी मोर उपस्थित ज्ञानी गुणी विदग्ध पंडित समाज आया आगंतुका पूज्या वंद्या नमस्या पुराण तोषिणी स्नेहमयी प्रज्ञावादिनी उत्कलिया संस्कृति संपन्ना मातृस्थानीय मातृकल्पा भगिनी स्थानीय भगिनी कल्पा उपस्थित समवेत समधर्मी सममर्मी कर्मठ संस्कृति संपन्न कर्तव्य परायण साहित्य अनुरागी मोर समस्त युवक भाई माने एवं श्रद्धेय श्रद्धेया कुना कुनी पूज्य माने सर्वप्रथम मु मोर महाप्रभु हृदय देवता प्रभु सत्यनारायण पदाब्जरे निजको समर्पी दे सारा माँ मंगला भय पद कंज तलरे अनंतगढ़ी भक्तिपूत प्रणति ज्ञापन कला प्रभु नीलकंठेश्वर महादेवंकर अभय पद कंजरे कोटि कोटि मथानत प्रणाम जनेला ये प्रभुंकर पवित्र दरबार उपस्थित थिबा सबु बापा मानकु भाई मानकु माँ मानकु भौणी मानकु नर नारायण ज्ञान रे अनंतगढ़ी आभूम सप्रेम स्वभक्ति सश्रद्ध प्रणति जड़ौची बलराम बाबू पवित्र संस्कृति संपन्न मंच ये बरमुंडा प्रतिवर्ष भली चलित वर्ष पर आयोजित प्रतियोगिता पालार पवित्र नाम महायज्ञर आज होउछंती चतुर्थ रात्रि आंभ मानक पहली अर्घ्य ये पहली अर्घ्य क्षुद्र कलाकार हिसाब से संस्कृतिर सेवक चारक हिसाब से करपत्र को जोड़ी एतकी मात्र मु समस्त को निवेदन करी भगवान आमको केड़े सुंदर मनीष शरीर देइछंती एठी आम पाखरे धन अछि प्रकृतिर अपूर्व संभार आम पई साइता हेजी एठी ज्ञान अछि विद्या अछि बुद्धि अछि एवं निज कर्म संपादन करबा पई अनेक प्रकार उपक्रम मध्य रखिछंती ईश्वर तथापि आम जीवन रे किछि ना किछि उणा रही जाउची बलराम बाबू जी आज कोटी टंकार मालिक सी चाहूबे मोर सहीटा केमिति दी गुण हो जी आदि कौन से एक छोटिया पदवी अच्छी सी चाहूब मुझे आ गोटा बड़ पदवी पाती आज जो लोक को 100 लोक समर्थन करुँच सी चाहूब लोके मते 1000 गुण रे आहुरी समर्थन करंतु तेबे आम एमती कथा भाभी भाभी अधूरा जीवन दे गति करुचे हेले बलराम बाबू सब अधूरा स्वप्न साकार हो
ହେଲେ କେମିତି ଯଦି ଜଣକ କଥା ଭାବିବା ଚିନ୍ତା କରିବା ତା କଥା ଶ୍ରଦ୍ଧାର ସହିତ ଶୁଣିବା ତାକୁ ମନନ କରିବା ମନେ ପକେଇବା ଖାଇଲା ବେଳେ ଶୋଇଲା ବେଳେ କର୍ମ ସମ୍ପାଦନ କଲା ବେଳେ ଯଦି ଆମେ ତାକୁ ମନେ ମନେ ଚିନ୍ତା କରିବା ତେବେ ଆମେ ଯାହା ଚାହିଁବା ଆମ ଚାହିଁବା ଠାରୁ ଆହୁରି ଅଧିକ ମଧ୍ୟ ଆମେ ପାଇପାରିବା। ତାହେଲେ କାହା କଥା ମନେ ପକେଇବା କାହା କଥା ମନେ ପକେଇବା କାହାକୁ ଭାବିବା ସାରେ ଶ୍ଲୋକଟେ ଗାଇଛି ଶ୍ଲୋକର ରଚୟିତା ହେଲେ ଆଜ୍ଞା ଆପଣ ମାନଙ୍କର ବିଲ୍ୱ ମଙ୍ଗଳ ମହାରାଜ। କଣ ସେ କହିଲେ କହିଲେ ଶ୍ରୀକୃଷ୍ଣ ପାଦ ପଙ୍କଜାଶ୍ରିତ ଜଣେ ସୂର୍ଯ୍ୟୋପି ଖଦ୍ୟୋତ୍ତମ। ବୁଝିଲାନି ବିଲ୍ୱ ମଙ୍ଗଳ କଲେ ମର୍ତ୍ତ୍ୟ ମଣ୍ଡଳରେ ଏ ବସୁଧାର ପୃଥିବୀରେ ଆଜ୍ଞା ସବା ଶେଷ ଜନ୍ମ ମିଳେ ଜୀବକୁ ଆଜ୍ଞା ଏ ମଣିଷ ଶରୀର ମଣିଷ ଏ ମଣିଷ ଶରୀର ପାଇ ଭାଇ ଯୋଉ ଲୋକ ଭଗବାନ କୃଷ୍ଣଙ୍କର ପଦାର ବିନ୍ଦରେ ନିଜକୁ ସମର୍ପି ଦେଇଛି ବାସ୍ ବାସ୍ ଭଗବାନ କୃଷ୍ଣଙ୍କର ପବିତ୍ର ନାମାବଳୀକୁ ଯୋଉ ଲୋକ ଆଜ୍ଞା କୀର୍ତ୍ତନ କରୁଛି ତୁଣ୍ଡରେ ଧରୁଛି ଧରୁଛି ପ୍ରଭୁ ଆଜ୍ଞା ତାକୁ ଏତେ ତେଜବନ୍ତ କରିଦେବେ ବାସ୍ ବାସ୍ ତାକୁ ଏତେ ପ୍ରତିଭାବନ୍ତ କରିଦେବେ ସୂର୍ଯ୍ୟୋପି ଖଦ୍ୟୋତ୍ତମ ସକଳ ତେଜର ଆଧାର ସବୁ ପ୍ରକାର ତେଜର ଆଜ୍ଞା ଶୀର୍ଷ ଭାଗରେ ଭାଗରେ ଯୋଉ ଭଗବାନ ସୂର୍ଯ୍ୟ ଦେବତା ଅବସ୍ଥାନ କରିଛନ୍ତି ସେଇ ସୂର୍ଯ୍ୟ ଦେବତା ତାଗରେ ଜୁଳୁଜୁଳିଆ ପୋକ ଭଳିଆ ଦେଖାଯିବେ। ଯାହାର ମନ ପ୍ରଭୁ ପାଦ ତଳେ ଅଛି ଇନ୍ଦ୍ର ଭିକ୍ଷୁ ବୋଲେ ବିଲ୍ୱ ମଙ୍ଗଳ କହିଲେ ଯୋଉ ମଣିଷର ମନ ଭଗବାନ କୃଷ୍ଣଙ୍କ ପାଦରେ ସମର୍ପି ହେଇଯାଇଛି ପ୍ରଭୁ ତାକୁ ଏଡେ ଧନୀ କରିଦିଅନ୍ତି ତାକୁ ଏଡେ ବଡ ପଦବୀରେ ବସେଇ ଦିଅନ୍ତି ଦିଅନ୍ତି ବାପା ତାଗରେ ଦେବରାଜ ଇନ୍ଦ୍ର ଗୋଟା ଭିକାରୀ ଭଳିଆ ଦରିଦ୍ର ଭଳିଆ ଦେଖାଯିବ। ଯାହାର ମନ ପ୍ରଭୁ ପାଦ ତଳେ ଥାଏ କନ୍ଦରପ ଦୃଶ୍ୟ କବି ସେ କଣ କେତେ ସବୁଠାରୁ ସୁନ୍ଦର ପୁରୁଷ ସୁନ୍ଦର ଦେବତା ହେଲା ଆଜ୍ଞା କନ୍ଦରପ 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 ସେ ମଣିଷ ପାଖରେ କପି ଅର୍ଥାତ ମାଙ୍କଡ ଭଳିଆ ଦେଖାଯିବ। ଯାହାର ମନ ପ୍ରଭୁ ପାଦ ତଳେ ଅଛି କାଳ କୀଟ କୁବେର ନିଧନ ବଦୀ ସେ କଣ କେତେ ବାପା ସବୁଠାରୁ ବଳବାନ କିଏ ନା ସମୟ ଆଜ୍ଞା ସମୟକୁ ପରିଚାଳନା କରେ କିଏ ଆମ ପୁରାଣକାର ମାନେ କୁଆଡେ କୁହନ୍ତି ସିଏ ଯମ ଜମ ଜମ କାଳ ପୁରୁଷ କିଏ ନା ଯମ। ଆଜ୍ଞା ଆଜ୍ଞା ତେବେ ଯୋଉ ମଣିଷ ଭଗବାନ କୃଷ୍ଣଙ୍କ ପଦାର ବିନ୍ଦରେ ନିଜକୁ ସମର୍ପି ଦେଇଛି ବାପା ସେଇ ମଣିଷ ପାଖରେ ଆଜ୍ଞା କାଳ ଦେବତା ମରଣ ଦେବତା ମୃତ୍ୟୁ ଦେବତା ଯମ ଗୋଟିଏ ଛୋଟିଆ ପୋକ ଭଳିଆ ଜଣା ପଡିବ। କୁବେର ନିଧନ ବଦୀ ପତି ଧନପତି କୁବେର ବାପା କୃଷ୍ଣଙ୍କ ନାମ ନଉଥିବା ମଣିଷ ପାଖରେ ଗୋଟା ଦରିଦ୍ର ଭଳିଆ ଜଣା ପଡିବ ସତେ କି ତା ପାଖରେ କିଛି ନାହିଁ ନାଇଁ ନାଇଁ ଏ ଭଳିଆ ଜଣା ପଡିବ ଆଜ୍ଞା କୁବେର। ଖାଲି ସେତିକି ନୁହଁ ଏରଣ୍ଡ କଳ୍ପଦ୍ରୁମ ଦ୍ରୁମ ବାପା ଦୁନିଆରେ ଯେତେ ବୃକ୍ଷ ଅଛି ସବୁ ବୃକ୍ଷ ଉର୍ଦ୍ଧ୍ୱରେ ଗୋଟିଏ ବୃକ୍ଷ ଅଛି ଯୋଉ ବୃକ୍ଷ ସାକ୍ଷାତ ଦେବତା ତୁଲ୍ୟ ସ୍ୱୟଂ ଦେବତା ସେ ବୃକ୍ଷ ସେ କିଏ ନା କଳ୍ପ ବୃକ୍ଷ। କହୁନଥିଲି ତତେ ଆମ ପୁରାଣରେ ପ୍ରସିଦ୍ଧ ରହିଛି କଳ୍ପ ବୃକ୍ଷ ଏମିତି ଏକ ବୃକ୍ଷ ତା ପାଖକୁ ଯାଇ ମଣିଷ ଯାହା ଭାବିବ ଯାହା ପାଇବା ପାଇଁ ଚିନ୍ତା କରିବ ଆଜ୍ଞା ସେଇଆ ସିଏ ପାଇଯିବ। ତେବେ ହେ ଜ୍ଞାନୀ ଗୁଣି ବିଦଗ୍ଧ ପଣ୍ଡିତ ସମାଜ ଜଗନ୍ନାଥ ସଂସ୍କୃତି ଅଛନ୍ତି ସେ କଳ୍ପ ବୃକ୍ଷ ମହାରାଜ ଆପଣ ମାନେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଗଲାବେଳେ ପ୍ରଭୁ ଦର୍ଶନ ସାରି ବେଢା ପରିକ୍ରମା କଲା ବେଳେ ଆଜ୍ଞା ଦେଖିବେ କଳ୍ପ ବୃକ୍ଷ ମହାରାଜ ଅଛନ୍ତି। ଅଛନ୍ତି ତେବେ ଯୋଉ ଭକ୍ତ ଜଗନ୍ନାଥ ଦର୍ଶନ ସାରି କଳ୍ପ ବୃକ୍ଷ ମୂଳରେ ପହଞ୍ଚି ମାନସିକ କରି ତା ମୂଳରେ ସେ ବୃକ୍ଷ ଡାଳରେ ଡୋରି ନ ଭିଡ଼ିଛି ଡୋରି ନ ବାନ୍ଧିଛି ବାପା ଜଗନ୍ନାଥ ଦର୍ଶନର ଫଳ ସେ କିଛି ପାଇବନି କାରଣ କଳ୍ପ ବୃକ୍ଷ ହଉଛନ୍ତି ଆଜ୍ଞା ଜଗନ୍ନାଥଙ୍କର ଆତ୍ମା ସଦୃଶ ବାପା ଭକ୍ତର ସବୁ ଅଭିଳାଷକୁ ପୂର୍ଣ୍ଣ କରନ୍ତି କଳ୍ପ ବୃକ୍ଷ। କାହିଁ କୋଉ ଅମଳରୁ ଏ ଅତୁଟ ବିଶ୍ୱାସ ଆମ ଭିତରେ ଏଯାବତ ରହିଛି ରହିଛି କିନ୍ତୁ ସାର୍ ବିଲ୍ୱ ମଙ୍ଗଳ କହିଲେ ଏଇ କଳ୍ପ ବୃକ୍ଷ ଭଗବାନ କୃଷ୍ଣଙ୍କ ନାମରେ ପ୍ରେମରେ ଯୋଉ ମଣିଷ ହଜିଛି ମଜିଛି ତଲ୍ଲୀନ ହେଇଛି
ତାରି ପାଖରେ ଏରଣ୍ଡ ଭଳିଆ ହେଇଯାଏ, ଅର୍ଥାତ ଗବ ଗଛ ଭଳିଆ ହେଇଯାଏ। ଗବ ଗଛ ମୁଁ ଜାଣିଛି। ସାରେ ଗବ ଗଛର କୋଉ ଦାମ ଅଛି? ହଁ ଆଜ୍ଞା, ଆମର ଏଠି ଖଟ ପଲଙ୍କ ଆଲେଣା କରିଛୁ ଗବ ଗଛରେ। ସେ ଗବ ଗଛରେ ଇଏ କରିଛି ଖଟ ଆଲେଣା। ହଁ ଏଡେ ଏଡେ ପତ୍ର। ଆରେ ସେଟା ଶାଗୁଆନ ଗଛ ହେଇଥିବ ରେ। ସିନ୍ଧୁ ବିନ୍ଦୁ ହିମାଳୟ ଶିଳଗଣା। ସାରେ ସିନ୍ଧୁ କହିଲେ ସମୁଦ୍ର, ସମୁଦ୍ର କେଡେ ବଡ ଆଜ୍ଞା ସିଏ। ତା କୂଳରେ ଠିଆଇ ଆମେ ଯେତେ ଆଗକୁ ଆଗକୁ ଅନେଇବା ବାପା ଆମ ଦୃଷ୍ଟି ଶକ୍ତି ପାଇବନି। ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ କହିନାହାନ୍ତି, ଦେଖ ଏ ଯେତେ ନଦ ନଦୀ ହୋ ପ୍ରବାହେ ଭିଳନ୍ତି ଜଳ ବିହୋ ପ୍ରବାହେ ଲବଣ ସମୁଦ୍ରେ ମିଶନ୍ତି ହୋ সোনাম গুণ পাশরতি হো দুনিয়ারে যেতে নদ নদী অছন্তি ସମସ୍ତେ ଦିନେ ନା ଦିନେ ଯାଇ ମିଶି ଯାଆନ୍ତି ଆଜ୍ଞା ସମୁଦ୍ରର ଅତଳ ଜଳ ରାଶିରେ। ଯେତେବେଳେ ବର୍ଷା ଆସିଯାଏ, ଚତୁର୍ମାସୀ ଆସିଯାଏ, ପ୍ରବଳ ମାତ୍ରାରେ ମୁଷଳଧାରାରେ ଆଜ୍ଞା ବର୍ଷା ହୁଏ, ସବୁ ନଦ ନଦୀ ଆଜ୍ଞା ଜଳରେ ପୂର୍ଣ୍ଣ ଗର୍ଭ ହେଇ ଉଠନ୍ତି। ସବୁ ନଦୀର ନଦର ଜଳ ଯାଇ ବାପା ମିଶି ଯାଆନ୍ତି କୋଉଠି? ସମୁଦ୍ରରେ। ସମୁଦ୍ରର ଲବଣ ପାଣି ଭିତରେ, ଜଳ ଭିତରେ ସବୁ ନଦୀର ନଦର ପାଣି ମିଶିଗଲା ପରେ ବାପା ସବୁ ନଦୀର ନଦର ପାଣି ଆପେ ଆପେ ଲୁଣି ହେଇଯାଏ। ସମୁଦ୍ରର ପାଣି ଲୁଣି, ଲୁଣି ପାଣି ଆଜ୍ଞା ଯିଏ ମିଶେ ସିଏ ଲୁଣି ହେଇଯାଏ। ଏଠି ନଦୀ ମାନଙ୍କର ଗୁଣ ହଜିଯାଏ, ନାମ ମଧ୍ୟ ହଜିଯାଏ। ସବୁ ନଦୀ ସମୁଦ୍ରରେ ମିଶିଗଲା ପରେ ଆଉ କଣ କିଏ ଠଉରି ପାରେ ଏଇଟା ହଉଛି ମହାନଦୀର ପାଣି, ଇଏ ବୈତରଣୀ ପାଣି, ନା ଇଏ ବ୍ରାହ୍ମଣୀ ପାଣି, ନା ଇଏ ବୁଢା ବଳଙ୍ଗ ନଦୀର ପାଣି, ନା ନଦର ପାଣି? ବଳରାମ ବାବୁ ସମୁଦ୍ର ଗର୍ଭରେ ମିଶିଗଲା ପରେ ସମସ୍ତେ ସମୁଦ୍ର ସଦୃଶ ହେଇଯାଆନ୍ତି। ତେବେ ହେ ଜ୍ଞାନୀ ଗୁଣୀ ବିଦଗ୍ଧ ପଣ୍ଡିତ ସମାଜ, ଯୋଉ ସମୁଦ୍ର ଏଡେ ବିଶାଳ ସବୁ ନଦୀକୁ ନିଜ ଭିତରେ ଆଜ୍ଞା ହଜେଇ ଦେଇପାରେ, ସେଇ ସମୁଦ୍ର କିନ୍ତୁ ଛୋଟ ହେଇଯାଏ। କାହା ପାଖରେ? ବିଲୁଅ ମଙ୍ଗଳ କହିଲେ ଯୋଉ ଲୋକ ଭଗବାନ କୃଷ୍ଣଙ୍କର ଚରଣାବିନ୍ଦରେ ଆଶ୍ରିତ ହେଇଛି, ପ୍ରଭୁ ନାମରେ ହଜିଛି ମଜିଛି, ସାରେ ତାରି ପାଖରେ ଏଡେ ବଡ ସମୁଦ୍ର ଛୋଟ ହେଇଯାଏ। କେତେ ଛୋଟ ନା ସିନ୍ଧୁ ବିନ୍ଦୁ। ସିନ୍ଧୁ କହିଲେ ସମୁଦ୍ର, ସମୁଦ୍ରଟା ଗୋଟା ଜଳ ବିନ୍ଦୁ ଭଳିଆ ଛୋଟ ହେଇଯାଏ। ହିମାଳୟ ଶିଳଗଣା, ଉତ୍ତୁଙ୍ଗ ପର୍ବତ ହିମାଳୟ ତା ଆଗରେ ଗୋଟା ଧୂଳି ସଦୃଶ ହେଇଯାଏ। ତେବେ ହେ ପଣ୍ଡିତ, ଯଦି ଭଗବାନଙ୍କ ପାଦରେ ଆମେ ଶରଣାଗତ ହେଇଗଲେ, ତାଙ୍କ ନାମ ଶ୍ରଦ୍ଧାରେ ପ୍ରେମରେ ତୁଣ୍ଡରେ ଜୁହାରେ ଧରି ପକେଇଲେ, ଭଗବାନ ଆମକୁ ଏତେ ବଡ କରିଦେବେ ଯୋଉଟା ଆମ କଳ୍ପନା ବାହାରେ। ତେବେ ସେ ଭଗବାନଙ୍କ ନାମ ନ ନବା କାହିଁକି? ଭଗବାନଙ୍କ ନାମ ନବା। ଦୁନିଆରେ ସବୁ ସାର, ସାର କେବଳ ଭଗବାନଙ୍କର ନାମ। ଜଣେ କବି କୁହନ୍ତି, ଅମୃତ ହି ହରି ନାମ ଜଗତ ମେ, अमृत ही हरि नाम जगत में, इसे छोड़ो विषया विष पीना क्या, हरि नाम नहीं तो जीना क्या, हरि नाम नहीं तो हरि। अमृत ही हरि नाम जगत में, अमृत ही हरि, इसे छोड़ो विषया विष पीना क्या, हरि नाम नहीं तो, ये हरि नाम नहीं तो जीना क्या। एड़े बड़ जगत पड़ी, ये जगत आज्ञा जो आड़ के आपणकर दृष्टि पड़ो से आज्ञा विष थुआई, आम चारिआडे आज्ञा विषय, विषया रूपी विषय बा विष बिछई हेकी रही। ए विषया विषरु भगवान नारायण कल्याण करतु।
ଜ୍ଞାନ ବିଦ୍ୟା ବୁଦ୍ଧି ଓ ଅସୀମ ଶକ୍ତି ପ୍ରଦାନ କରିବା ସହିତ ଦୀର୍ଘ ନିରାମୟ ଜୀବନ ପ୍ରଦାନ କରନ୍ତୁ। ହଉ ହଉ। ତେବେ ଜଗତରେ ଖାଲି ବିଷ ଥୁଆ ହେଇଛି ଲୋବା, ଏଠି ଘରୁ ଗୋଡ଼ କାଢିବା ମାନେ ବିପଦ ଥୁଆ ହେଇଛି। ଅନେକ ସମସ୍ୟା ଆମ ପାଇଁ ଥୁଆ ହେଇଛି। ସବୁ ସମସ୍ୟାରୁ ସବୁ ବିପଦରୁ ଉଦ୍ଧାର ହେବା ପାଇଁ ହେଲେ, ରକ୍ଷା ପାଇବା ପାଇଁ ହେଲେ, ସଂସାର ବିଷରୁ ମୁକ୍ତ ଜୀବନ ବିତେଇବା ପାଇଁ ହେଲେ ତାହେଲେ ଅମୃତ କିଏ? ଅମୃତ ଆଜ୍ଞା ଟିକିଏ ନାହିଁ। ସେ ଟିକିକ କିଏ? ଟିକିଏ ଅମୃତ ଅଛି। ସେ ଅମୃତ କିଏ ନା ହରିନାମ, ହରିନାମ କୃଷ୍ଣ ନାମ, ନାମ ରାମ ନାମ, ନାମ ଜଗନ୍ନାଥଙ୍କ ନାମ। ଭଗବାନଙ୍କର ନାମ ହଉଛି ଆଜ୍ଞା ଅମୃତ। ତେଣୁ ବଳରାମ ବାବୁ ଆଜ୍ଞା ବାବୁ ଦୀନକୃଷ୍ଣ ଦାସଙ୍କର ଗୋଟେ ପଦ ଗାଇବା ଗାଉନାହାନ୍ତି ବହି ହେଲା ଆଜ୍ଞା ରସ କଲ୍ଲୋଳ। କଲ୍ୟାଣ କଣ କହିଲେ? କଣ? କୃଷ୍ଣ ନାମରେ ପାପ କ୍ଷୟ ଯେତେ, କୃଷ୍ଣ ନାମରେ ପାପ ଇଏ କରି ନ ପାରେ ପାପୀ ପାପ ଯେତେ, ଏ କରି ନ ପାରେ କୋଧର ପ୍ରମାଣ ତୁଳାକୁ ଶିଖି, କୋଧର କୋଣ ମାତ୍ର କଲ ଦିଆଇ ରଖି କର হে মনে কৃষ্ণ কীর্তন, কর্ণরে শুণ কৃষ্ণ কথা মান কর হে জনে কৃষ্ণ কীর্তন। ସାରେ ଦୀନକୃଷ୍ଣ ଦାସ ଲେଖିଲେ, ହେ ମା କୃଷ୍ଣ ନାମ କାହିଁକି ଭଜିବା? ଆନନ୍ଦ ପାଇବା ପାଇଁ। କୃଷ୍ଣ ନାମ କାହିଁକି ଭଜିବା? ଆଶାକୁ ସାକାର କରିବା ପାଇଁ। ସାରେ ଖାଲି ସେତିକି ନୁହଁ, ଆମେ ମଣିଷ ଜନ୍ମ ପାଇଛେ, ଯେବେଠାରୁ ଜନ୍ମ ହେଇ ଏ ପର୍ଯ୍ୟନ୍ତ ଆମେ ଆସି ପହଞ୍ଚିଲେଣି, କିଏ କହିପାରିବ ଛାତିରେ ହାତ ଦେଇ ସେ ତା ଜୀବ ଦଶାରେ ଜାଣିବା ଭିତରେ ହଉ ବା ଅଜାଣତ ଅବସ୍ଥାରେ କିଛି ପାପ କରିନି ବୋଲି? ବାପା ଆମେ ହୁଏତ କିଛି ଜାଣି ଶୁଣି ସ୍ୱାର୍ଥ ପାଇଁ ପାପ କରିଛେ, ନ ଜାଣିବା ଅବସ୍ଥାରେ ଆମ ଦ୍ୱାରା କିଛି ପାପ ମଧ୍ୟ ହେଇଯାଇଛି। ତେବେ ଜାଣିବା ଏବଂ ନ ଜାଣିବା ଅବସ୍ଥାରେ ଯେତେ ପାପ ଆମେ କରିଛେ, ସେ ପାପର ମୁକ୍ତି ପାଇବା ପାଇଁ, ସେ ପାପରୁ ରକ୍ଷା ପାଇବା ପାଇଁ ଭଗବାନ କୃଷ୍ଣଙ୍କ ନାମ ଯିଏ ଭାବରେ ପ୍ରେମରେ ଥରେ ଧରି ପକେଇ ଦିଏ, କୃଷ୍ଣ ବୋଲି କହିଦିଏ ଥରେ, ଦୀନକୃଷ୍ଣ ଦାସ କହିଲେ ତାର ସବୁ ପାପ ଆଜ୍ଞା ଧ୍ୱଂସ ହେଇଯିବ। କୁଧର ପ୍ରମାଣ ତୁଳାକୁ ଶିଖି, ମା କୁଧର କହିଲେ ପାହାଡ଼ ବା ପର୍ବତ। ସାରେ ପର୍ବତ ଆକାର ତୁଳା ଗଦା ହେଇଥିବ, ସେଇ ପର୍ବତ ଆକାର ଗଦା ଯାଇଥିବା ତୁଳାକୁ ଲକ୍ଷ୍ୟ କରି ଯଦି ଗୋଟିଏ ଦିଆସିଲିର ରଞ୍ଜକ ମାରି ତା ଉପରକୁ ଫୋପାଡ଼ି ଦେବା, ମୁହୂର୍ତ୍ତକ ଭିତରେ ଅଳ୍ପ ସମୟ ଭିତରେ ସାରେ ସେ ତୁଳା ପାହାଡ଼ କୁଆଡ଼େ ଭସ୍ମ ହେଇଯିବ। ଠିକ ସେମିତି ଆମେ ଯଦି ପାହାଡ଼ ଆକାର ପାପ କରିଛେ, ସେ ପାହାଡ଼ ଆକାର ପାପକୁ ଧ୍ୱଂସ କରିବା ପାଇଁ, ଜାଣିଦେବା ପାଇଁ ଭଗବାନ କୃଷ୍ଣଙ୍କର ନାମ ହଉଛି ଏକ ଦିଆସିଲି ରଞ୍ଜକ। ଥରେ ଧରି ପକେଇଲେ କୃଷ୍ଣ ବୋଲି କହିଦେଲେ ସବୁ ପାପ ଆଜ୍ଞା କଟିଯିବ। ସତରେ କଣ ପାପ କଟିବ? ଆପଣ ମାନେ ଭାବିବେ ଦିନ ସାରା ପାପ କରିବା, ରାତିରେ ସେଜକୁ ଶୋଇବାକୁ ଗଲା ବେଳେ ଥରେ କୃଷ୍ଣ କହିଦବା ସବୁ ମାଫ ହେଇଯିବ, କିନ୍ତୁ ନାଇଁ ଆଜ୍ଞା।
ଆଉ ଜୀବ ଦଶାରେ ପାପ କରିବିନି। ପାପ କର୍ମକୁ ଅନୁତାପ କରି ଯଦି ଶ୍ରଦ୍ଧାରେ ଭଗବତ ଅଭିମୁଖୀ ହେଇ କୃଷ୍ଣ କୃଷ୍ଣ ଉଚ୍ଚାରଣ କରିଦେବେ କରିଦେବେ ତେବେ ପାପରୁ ଆପଣ ମାନେ ମୁକ୍ତ ହେବେ। ଆଉ ଜାଣି ଶୁଣି ଦିନ ସାରା ପାପ କରିବେ, ରାତିରେ ସେଜକୁ ଶୋଇବାକୁ ଗଲାବେଳେ କୃଷ୍ଣ ନାମ ଜପିବେ, ପାପ କଟିବ ନା। ତେବେ ପ୍ରଭୁ ନାମ ଏମିତି, ତା ନାମ ଶ୍ରଦ୍ଧାରେ ତୁଣ୍ଡରେ ଧରିଲେ ପାପ କଟିବ, ଏକଥା ସିନା କବି କହିଲେ। ଆଚ୍ଛା, ଯାହା ନାମ ତୁଣ୍ଡରେ ଧରିଲେ ପାପ କଟିବ ସିଏ ସ୍ୱୀକାର କରିଛି ତ? ନିହାତି ଜାଣିବା ଦରକାର। ସିଏ ଯଦି ସ୍ୱୀକାର କରିଥିବ, ଭଗବାନ ଯଦି କହିଥିବ ହଁ ମୋ ନାମ ଧରିଲେ ପାପ କଟେ, କଟେ ତେବେ ନାମ ଧରିବା। ଧରିବା ହଁ ଭଗବାନ କହିଛନ୍ତି ଆଜ୍ଞା। ସାର୍ କୋଉଥିରେ କହିଲେ? କୋଉଥିରେ? ଆପଣ ମାନଙ୍କର ଶ୍ରୀମଦ ଭଗବତ ଗୀତାରେ କଣ କହିଲେ ପ୍ରଭୁ? ଅପିଚେତେ ସୁଦୂରାଚାର ଭଜତେ ମାମ୍ ଅନନ୍ୟ ଭାତ ସାଧୁରେବ ସମନ୍ତବ୍ୟଃ ସମ୍ୟକ୍ ବ୍ୟବସିतो हि ସହ। ଶ୍ରୀମଦ ଭଗବତ ଗୀତାରେ ଗୀତାରେ କୃଷ୍ଣ ଭଗବାନ କହିଥିଲେ ଅର୍ଜୁନକୁ, କହିଲେ ଅର୍ଜୁନ ଅପିଚେତେ ସୁଦୂରାଚାର ଭଜତେ ଅନନ୍ୟ ଭାତ। ଜାଣି ହଉନି ପ୍ରଭୁ। ଏ ଦୁନିଆରେ ଯେ ଯେଡ଼େ ବଡ଼ ଦୁରାଚାରୀ ହେଇଥାଉ, ଯେତେ ବଡ଼ ଦୁର୍ନୀତିଗ୍ରସ୍ତ ହେଇଥାଉ, ଯେତେ ବଡ଼ ପାପୀ ହେଇଥାଉ, ଯଦି ଶ୍ରଦ୍ଧା ସହିତ ଭକ୍ତିର ସହିତ ସହିତ ମୋତେ ଭଜନ କରେ, ମୋ ନାମ ଜପେ, ଜପେ ମୁଁ ତାକୁ ସାଧୁ ରୂପେ ପରିଣତ କରିଦିଏ। ବାସ୍ ତାର ସବୁ ପାପକୁ ମୁଁ ଧୋଇ ଦିଏ, ଧୋଇଦିଏ ତାର ସବୁ ପାପକୁ ମୁଁ କାଟି ଦିଏ, ହଟେଇ ଦିଏ। ବାସ୍ ଲୋକେ ଘୃଣା କରୁଥିବେ, କିନ୍ତୁ ମୁଁ ତାକୁ କରୁଣା କରିବା ଦ୍ୱାରା ଲୋକେ ତାକୁ ପାପୀ ବଦଳରେ ପୁଣ୍ୟାତ୍ମା ସାଧୁ ବୋଲି ଆଜ୍ଞା ତାର ଆତ୍ମ ପ୍ରଚାର କରିବେ। ଲୋକେ ତାର ପ୍ରଶଂସା କରିବେ। କାହାର? ବାପା ଯିଏ ଭଗବାନଙ୍କର ନାମ ନିଏ ତାର। ବାସ୍ ବାସ୍ ତେବେ ଭଗବାନଙ୍କ ନାମରେ ଏମିତି ଅନେକ କିଛି ଆଜ୍ଞା ମହତ୍ଵ ରହିଛି। ରହିଛି ରହିଛି ସେଇ ଭଗବାନ କୃଷ୍ଣ ଆଜି ଏ ପବିତ୍ର ମହାର୍ଘ ମୁହୂର୍ତ୍ତରେ ଉପସ୍ଥିତ ହେଇ ମୋର ଭଗବତ ଅନୁରାଗୀ ବାପା ମାନଙ୍କର, ଆଗନ୍ତୁକା ମହିଷୀ ମା ମାନଙ୍କର, ଭଉଣୀ ମାନଙ୍କର, ସମବେତ ଯୁବ ସମାଜର, କୁନାକୁନି ପୁଅ ଝିଅଙ୍କର, ଅଡ଼ୋଶୀ ପଡ଼ୋଶୀ ଗ୍ରାମବାସୀଙ୍କର, ଏ ଗାଁରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କର, ଯଥା ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ଆୟୋଜକ, ଆବାହକ ଏବଂ ସଂଯୋଜକ ତଥା ଉପଦେଷ୍ଟା ମଣ୍ଡଳୀ, ଯେତେ ସମସ୍ତେ ଅନୁଷ୍ଠାନ ସହିତ ଉତପ୍ରୋତ ଜଡ଼ିତ ହେଇକି ଅଛନ୍ତି, ସମସ୍ତଙ୍କର ସର୍ବବିଧ କଲ୍ୟାଣ କରନ୍ତୁ କୃଷ୍ଣ ଭଗବାନ। ବୋଲନ୍ତୁ ସର୍ବେ ଆନନ୍ଦେ କବାନ।